ଓଡ଼ିଆ ଭାଷା ବିକାଶ ମଞ୍ଚ ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ସିଭିକ୍ ସେଣ୍ଟର ପ୍ରାଙ୍ଗଣରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ସ୍ମୃତି ତର୍ପଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଭାବେ ହମିରପୁର ଉନ୍ନୟନ ପରିଷଦର ସଭାପତି ପ୍ରାକ୍ତନ ପୁଲିସ ଅଧିକାରୀ ଡକ୍ଟର ସୁମନ ଦତ୍ତ, କଲଚରାଲ ଏକାଡେମୀର ସଭାପତି ପଶୁପତିନାଥ ଚାଟାର୍ଜୀ, ଇସ୍ପାତ ସାହିତ୍ୟ ସଂସଦର ସଭାପତି ବ୍ରଜେନ୍ଦ୍ର ଦାସ ପ୍ରମୁଖ ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ଗାନ୍ଧିଜୀଙ୍କର ସଂଗ୍ରାମର ଧାରା ଭାରତୀୟ ସମାଜର ଚେତନାକୁ ଜାଗ୍ରତ କରିବା ପାଇଁ ତାଙ୍କର ସଂସ୍କାର ପ୍ରୟାସ, ରାଜନୈତିକ ମୁକ୍ତି ପାଇଁ ତାଙ୍କର ଯୋଜନାବଦ୍ଧ ଅହିଂସା ଅସହଯୋଗ ଆନ୍ଦୋଳନ, ବିଶ୍ୱ ମାନବିକତାର ମୁକ୍ତି ପାଇଁ ତାଙ୍କର କର୍ମ ଯୋଜନାକୁ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଥିଲେ। ଆବାହକ ଶ୍ରୀ ମହାପାତ୍ର ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣରେ ଚିର ଦାରିଦ୍ର୍ୟଗ୍ରସ୍ତ, ଧର୍ମାନ୍ଧା, କୁସଂସ୍କାରଗ୍ରସ୍ତ, ଅନ୍ଧବିଶ୍ୱାସୀ ଭାରତୀୟଙ୍କ ମାନସିକ ଚେତନାକୁ ସର୍ବପ୍ରଥମେ ବଦଳାଇ ତାପରେ ସେହିମାନଙ୍କୁ ନେଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ। ସଭାପତି ଶ୍ରୀ ପତି ତାଙ୍କର ସଭାପତି ଅଭିଭାଷଣରେ ଏକ ବିଭେଦଗ୍ରସ୍ତ, ସହିଷ୍ଣୁ ନିର୍ବେଦ ଏବଂ ନିଚେଷ୍ଟ ଜାତିକୁ ମହାତ୍ମା ଗାନ୍ଧୀ ଅଭିନବ ଉପାୟ ଏବଂ ବିଶ୍ୱକୁ ଚକିତ କଲାଭଳି ଶୃଙ୍ଖଳିତ କାର୍ଯ୍ୟପନ୍ଥା ଗ୍ରହଣ କରି କିପରି ସମଗ୍ର ଭାରତୀୟ ସମାଜକୁ ଭାରତୀୟ ମୁକ୍ତି ଯୁଦ୍ଧର ନିରସ୍ତ୍ର ସୈନିକ କରିଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସ୍ମୃତି ତର୍ପଣ ଓ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ସମେତ ସର୍ବଶ୍ରୀ କାଶୀନାଥ ନନ୍ଦୀ, ଚନ୍ଦ୍ରଶେଖର ପାଇକରାୟ, ଦେବେନ୍ଦ୍ର ମହାରଣା, ସୁଶାନ୍ତ କୁମାର ନାୟକ, ପ୍ରଫୁଲ୍ଲ ସାମଲ, ପ୍ରବୀର କୁମାର ଦୁବେ, ରଞ୍ଜନ ସାମଲ ଏବଂ ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।